जय श्री जगन्नाथ भाई मैंने सर्वप्रथम गुरुदेव गणपति एवं जगदम्बा को प्रणाम करी आज आम आमर वास्तु सेशन आरंभ करिबा। ये वास्तु सेशन क्रम रे आम ऑलरेडी से सीरीज को आगे नहीं जाऊछु जो सीरीज रे आमर विभिन्न दिगर भूखंड और विभिन्न दिगर घरर महाद्वार जदि से दिगरे कौन गोटे स्पेसिफिक दिगर थाए ଏବଂ ସେଠି ଯଦି କୌଣସି ନୂଆ ଘର ବନେଇବାକୁ ପଡେ ସେଇଭଳି ପ୍ଲଟ ଉପରେ ତେବେ କିଭଳି ଭାବରେ ଆମେ ସେ ପ୍ଲଟ ଟାକୁ ବନେଇବା, କିଭଳି ଭାବରେ ସେ ପ୍ଲଟ ଉପରେ ଘରଟାକୁ ବନେଇବା, ସେ ତାର କିଛି ବାସ୍ତୁର ଟିପ୍ସ ଆଣ୍ଡ ଟ୍ରିକ୍ସ ଉପରେ ଆମେ ଡିସ୍କସନ ଜାରି ରଖୁଛୁ। ସେଇ କ୍ରମରେ ଆମେ ଅଲରେଡି 3-4ଟା ଭିଡିଓ କରିଦେଇଛୁ। 5ଟା ଭିଡିଓ ଟୋଟାଲ ସରିଯାଇଛି, ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଈଶାନ୍ୟ। ଏବଂ ଆଜି ଆମେ ଜାଣିବା ଯଦି ଆଗ୍ନେୟମୁଖୀ ଭୂଖଣ୍ଡଟି ଥିବ ବା ଆଗ୍ନେୟମୁଖୀ କାହାର ମହାଦ୍ୱାର ଥିବ ତାହେଲେ କିଭଳି ଭାବରେ ସେ ତାର ଘରଟି ସେଠି ନୂଆ ଭାବରେ ନୂତନ ଭାବରେ ନିର୍ମାଣ କଲେ କିଭଳି ଭାବରେ ସେ ବାସ୍ତୁର ସମ୍ପୂର୍ଣ୍ଣ ଫାଇଦା ଉଠେଇ ପାରିବ ଏବଂ ଆଗ୍ନେୟ କୋଣ ସମ୍ବନ୍ଧୀୟ ଯେତିକ ସବୁ ଅସୁବିଧା ଏବଂ ପ୍ରୋବ୍ଲେମ ଆସେ ଯଦି ଆଗ୍ନେୟ କୋଣରେ କିଛି ଦୋଷ ରହିଯାଇଥିଲେ ସେଗୁଡାକୁ ସେ କିଭଳି ଭାବରେ ଆଭଏଡ କରି ତାର ପୂର୍ଣ୍ଣ ସୁବିଧାକୁ ଉପଲବ୍ଧି କରିପାରିବ। ଆଗ୍ନେୟ ଦିଗକୁ କୁହାଯାଏ ସାଉଥ ଇଷ୍ଟ ଡିରେକ୍ସନ। ଆପଣ ମାନେ ଦେଖିପାରୁଥିବେ ଏଇଠି ଏସି ଲେଖା ହେଇଛି। ଏସି ମାନେ ସାଉଥ ଇଷ୍ଟ, ଯାହାକୁ ଆମେ ଆଗ୍ନେୟ ଦିଗ ବୋଲି କହୁ। ଏହି ଦିଗର ଅଧିପତି ଗ୍ରହ ହଉଛନ୍ତି ଶୁକ୍ର ଏବଂ ଦେବତା ହେଉଛନ୍ତି ଅଗ୍ନି। ଏଇଭଳି ଗୃହର ପ୍ରଭାବ ମୁଖ୍ୟତଃ ଗୃହର ନାରୀ, ଶିଶୁ ଓ ଦ୍ଵିତୀୟ ସନ୍ତାନ ମାନଙ୍କ ଉପରେ ଅଧିକ ଅନୁଭୂତ ହୋଇଥାଏ। ଆଗ୍ନେୟମୁଖୀ ଗୃହ ସାଧାରଣତଃ ହାନିକାରକ ହୋଇଥିଲେ ମଧ୍ୟ ବାସ୍ତୁର ନିୟମ ପାଳନ କଲେ ତାହା ଲାଭପ୍ରଦ ହୋଇଥାଏ। ଏବଂ ସେହି ଦିଗର ଯେଉଁ ଭୂଖଣ୍ଡର ମୁଖ୍ୟ ରାସ୍ତା ଆଗ୍ନେୟ କୋଣକୁ ଥାଏ ବା ଆଗ୍ନେୟ କୋଣକୁ ତାର ମହାଦ୍ୱାର ଥାଏ, ସେଇ ଭୂମିକୁ ସେଇ ଘରକୁ ଆମେ ଆଗ୍ନେୟମୁଖୀ ଭୂଖଣ୍ଡ ବା ଗୃହ କହୁ ଓ ଗୃହ କହୁ। ଆଗ୍ନେୟମୁଖୀ ନିୟମ ପାଳନ କଲେ ଲାଭପ୍ରଦ ହୋଇଥାଏ। ଖାଲି ସ୍ଥାନ ଅପେକ୍ଷା ଅଧିକ ଆଗ୍ନେୟମୁଖୀରେ ନିୟମଟା ବହୁତ ଭଲ ଭାବରେ ପାଳନ କରିବା ଦରକାର। ଖାଲି ସ୍ଥାନ ଅପେକ୍ଷା ନିଚ ହବା ଆବଶ୍ୟକ। ଆଗ୍ନେୟ ସ୍ଥାନଟା ଖାଲି ସ୍ଥାନ ମାନେ ଯୋଉଠି ଖାଲି ରହିବ ସେ ଜାଗା ଅପେକ୍ଷା ଟିକେ ଅଧିକା ନିଚ ହେବା ଆବଶ୍ୟକ। ଆଗ୍ନେୟମୁଖୀ ଗୃହର ଉତ୍ତର ପଟ ଦକ୍ଷିଣ ପଟ ଉଚ୍ଚ ହେଲେ ବିକାଶର ସେଇଟା ହେଲ୍ପ କରେ। ବିକାଶରେ ଆଗ୍ନେୟମୁଖୀ ଇଏଟା ହେଲ୍ପ କରେ। ଏବଂ ଆଗ୍ନେୟମୁଖୀ ଗୃହର ଦକ୍ଷିଣରେ ପ୍ରବେଶ ଥାଇ ଯଦି ଆଗ୍ନେୟମୁଖୀ ଗୃହର ଦକ୍ଷିଣରେ ପ୍ରବେଶ ଦ୍ୱାର ଥାଇ ପଶ୍ଚିମ ଦିଗରେ ଖାଲି ସ୍ଥାନ ନଥାଏ ଏବଂ ଉତ୍ତର ପୂର୍ବ ପଟରେ ଖାଲି ସ୍ଥାନ ଥାଏ, ଐଶାନ୍ୟ କୋଣ ସେଇ ଦିଗର ଉତ୍ତର ପଟଟା ନିଚ ହୋଇଥାଏ, ତେବେ ସେଇ ଗୃହରେ ସୁଖ ବୈଭବ ବିରାଜମାନ କରେ। ଆଗ୍ନେୟ କୋଣରେ ରୋଷେଇ ଘର କଲେ ସମସ୍ତ ପ୍ରକାର ସୁଖ ମିଳେ। ଆଗ୍ନେୟମୁଖୀ ଗୃହର ପୂର୍ବ ଆଗ୍ନେୟ ଦିଗରେ ମୁଖ୍ୟ ଦ୍ୱାର କଲେ ଗୃହରେ ଅଗ୍ନି ଭୟ, ଚୋର ଏବଂ ଶତ୍ରୁ ଭୟ ରହେ। ତେଣୁ ଆଗ୍ନେୟମୁଖୀ ଗୃହର ଦକ୍ଷିଣ ଆଗ୍ନେୟ କୋଣରେ ମୁଖ୍ୟ ଦ୍ୱାର ଥିଲେ ଭୟଙ୍କର ରୋଗ ହୋଇଥାଏ। ଆଗ୍ନେୟମୁଖୀ ଗୃହର ଦକ୍ଷିଣ ଦିଗରେ ବାରଣ୍ଡା କିମ୍ବା ପୋର୍ଟିକ ରହିଲେ ଅଶୁଭ ଫଳ ପ୍ରଦାନ କରେ। ଏଇଭଳି ବାରଣ୍ଡା ବା ପୋର୍ଟିକର ମେଜିଆ ଉଚ୍ଚ କରିବା ଏବଂ ଓ ଆବଦ୍ଧ କରିବା ଉଚିତ। ତ ଏଇ ସବୁ ଜିନିଷରୁ ଆମେ ଭଲ ଭାବରେ ଜାଣିଲେ ଯେ ଆଗ୍ନେୟମୁଖୀ ଭୂଖଣ୍ଡଟା ଏତେ ପ୍ରଶସ୍ତ ନୁହେଁ ଆକ୍ଚୁଆଲି ଘର କରିବା ପାଇଁ। କାରଣ ଯଦି ବାସ୍ତୁର ନିୟମଟା ଏଥିରେ କିଛି ବି ପରିମାଣରେ କୋଉଠି ବି ଯଦି ଟିକିଏ ନେଗ୍ଲିଜେନ୍ସ ହେଲା, ଇଏ ବହୁ ପ୍ରକାରର ଅସୁବିଧା ଦେଇଦବ ଘରର ନାରୀ, ଶିଶୁ ଏବଂ ଦ୍ଵିତୀୟ ସେକେଣ୍ଡ ଚାଇଲ୍ଡ କୁ ବହୁତ ପ୍ରକାର ଅସୁବିଧା ରହିବ। କେବଳ ସେୟା ନୁହଁ, ଆପଣଙ୍କର ଅଗ୍ନି ଭୟ, ଚୋର ଭୟ, ଶତ୍ରୁ ଭୟ ଲାଗି ରହିବ। ତେଣୁ ଜେନେରାଲି ଏଇଟା କଲାବେଳେ ପ୍ରତ୍ୟେକ ଘର କଲାବେଳେ ପ୍ରତ୍ୟେକ ଜାଗାରେ ଘର ନୂଆ ପ୍ଲଟରେ ଘର କଲା ବେଳେ ତ ବାସ୍ତୁବିଦଙ୍କର ପରାମର୍ଶ ନେଇ କରିବା ଉଚିତ। କିନ୍ତୁ ଆଗ୍ନେୟମୁଖୀ ଭୂଖଣ୍ଡରେ ଯେତେବେଳେ ଘର କରାଯାଏ ସେତେବେଳେ ସ୍ପେସିଆଲ ଭାବରେ ବହୁତ କସସ୍ଲି ଯଦି ଘର କରାଯାଏ ତେବେ ହିଁ ତା ଉନ୍ନତିର ସୂଚକ ରହିବ, ନହେଲେ ବହୁତ ପରିମାଣରେ ପ୍ରୋବ୍ଲେମ ସୃଷ୍ଟି କରିବ। ଯେହେତୁ ଅଗ୍ନିକୋଣ ଶକ୍ତିର ଉତ୍ସ, ତେଣୁ ଘରେ ପଇସା ପତ୍ରର ଅଭାବ ଟା ସଦା ସର୍ବଦା ଲାଗି ରହିବ ଏବଂ ଘରେ ସଦା ସର୍ବଦା କାହାକୁ ନା କାହାକୁ କିଛି ନା କିଛି ରୋଗ ଲାଗି ରହିବ। ତେବେ ଆଜି ଆମେ ଜାଣିଲେ ଆଗ୍ନେୟମୁଖୀ ଭୂଖଣ୍ଡ ଓ ଗୃହ ଯୋଉଗୁଡାକ ରହିଲା ତାକୁ କିଭଳି ଭାବରେ ଛୋଟ ଛୋଟ ବାସ୍ତୁର ଟିପ୍ସ ଆଣ୍ଡ ଟ୍ରିକ୍ସ ଆଗ୍ନେୟମୁଖୀ ଭୂଖଣ୍ଡ ଓ ଗୃହ ଯଦି କରାଯାଏ ତାହେଲେ କିଭଳି ଭାବରେ ଆମେ କଣ କଣ ଷ୍ଟେପ୍ସ ଗୁଡାକ କୋଉ କୋଉ ଛୋଟ ଟ୍ରିକ୍ସ ଗୁଡାକ ପାଳନ କରିବା ନୂତନ ଗୃହ ନିର୍ମାଣ କଲା ବେଳେ। ତ ଆଜିର ସେସନ ପାଇଁ ଏତିକି। ପୁଣି କିଛି ନୂଆ ସେସନ ସହିତ ଆମେ ଆଗକୁ ବଢିବା ନେକ୍ସଟ କ୍ଲାସରେ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।